ଯୁଗ ବଦଳିବା ସହିତ ଲୋକମାନଙ୍କର ମନୋଭାବ ବଦଳୁଛି। ଜଣେ ଯଦି ଭଲ ହେବ ଲୋକେ ଯେ ତାକୁ ସହଜରେ ଭଲ ବୋଲି ବିଶ୍ୱାସ କରିବେ ଏହାର ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ। ସମାଜ ସେହିଭଳି ହୋଇଛି। ସେଥିପାଇଁ ଆମକୁ ଚଳିଲା ବେଳେ ବୁଝି ବିଚାରି ଦେଖି ଚାହିଁ ଚଳିବାକୁ ହେବ। ଏହି ପ୍ରସଙ୍ଗରେ ଗୋଟିଏ ଛୋଟିଆ ଗପ। ଦୁଇ ବନ୍ଧୁ କଥା ହେଉଥିଲେ। ଜଣେ କହିଲା, ଭାଇ ଆଜିକାଲି ଭଲ ହେବାଟା ଖରାପ। ଅନ୍ୟ ବନ୍ଧୁ ଜଣକ ଏହା ଶୁଣି କହିଲେ, କାହିଁକି? ତେବେ ଶୁଣ ମୋ ସମ୍ପର୍କୀୟଙ୍କ କଥା, ଜାଣିପାରିବ କାହିଁକି ଭଲ ହେବାଟା ଖରାପ। ଆମ ସହରରେ ଘର ଭଡ଼ା କଥା ତ ଜାଣିଛ, ଅମୂଲ ମୂଲ, ପୁଣି ତା ଉପରେ ମାଲିକମାନଙ୍କର ଯେଉଁ ଦାଉ। ମୋର ଜଣେ ସମ୍ପର୍କୀୟ ଏ ସହରକୁ ଆସିବା ପରେ ଗୋଟେ ଘର ଭଡ଼ା ନେଇ ରହିଲେ, କିନ୍ତୁ ସେ ଅତିଷ୍ଠ ହୋଇଗଲେ। କାରଣ ପ୍ରତିବର୍ଷ 2 ବର୍ଷରେ ତାଙ୍କୁ ଘର ବଦଳାଇବାକୁ ହେଲା। ମାଲିକମାନେ ମନ ଇଚ୍ଛା ଭଡ଼ା ବଢ଼େଇଲେ। ପୁଣି ତା ଉପରେ କିଛି ମାଲିକଙ୍କର ଯେଉଁ କଦର୍ଯ୍ୟ ବ୍ୟବହାର। କେତେ ମାଲିକ ଘର ଭଡ଼ା ତ ନେବେ, ପୁଣି ତା ସହିତ କେତେ ଗୁଡ଼ାଏ ସର୍ତ୍ତ ରଖିବେ। ଯଥା ବେଶୀ ଲୋକ ଯେମିତି ଯା ଆସ ନ କରନ୍ତି, ପାଣି ବେଶୀ ଖର୍ଚ୍ଚ କରିବନି, ମଟର ପୋଡ଼ିଯିବ, ଇଲେକ୍ଟ୍ରିକ୍ କମ୍ ବ୍ୟବହାର କରିବ, ଏମିତି ସବୁ ଅଜବ ନିୟମ। ଛୁଆ ପିଲା ପାଟି କରିବେନି, ପିଲାମାନେ କାନ୍ଥରେ ଗାରେଇବେ ନାହିଁ, ସାଇକେଲ ଗାଡ଼ି ଠିକ୍ ଭାବରେ ରଖିବ। ସେ ଯାହା ହେଉ ଗଲା 2 ବର୍ଷ ହେଲା ସେ ସହରରେ ଜାଗାଟିଏ କିଣି ନିଜେ ଘରଟିଏ କରି ରହିଛନ୍ତି। ଘର ତିଆରି ସରିବା କ୍ଷଣି ସେ ନିଜ ଘରକୁ ଚାଲିଗଲେ। ତଳ ମହଲାରେ ରହିଲେ ଏବଂ ଉପର ମହଲାକୁ ଭଡ଼ାରେ ଦେବାକୁ ସ୍ଥିର କଲେ। ଭଡ଼ାଟିଆରୁ ସେ ହୋଇଯାଇଥିଲେ ଘର ମାଲିକ। କିନ୍ତୁ ସେ ମନେ ମନେ ସ୍ଥିର କରିନେଇଥିଲେ ଯେ ସେ ସବୁ ଘର ମାଲିକଙ୍କ ଭଳି ହେବେ ନାହିଁ। କାରଣ ଘର ମାଲିକଙ୍କର ବ୍ୟବହାର ବିଷୟରେ ତାଙ୍କର ପୂର୍ବରୁ ବହୁତ ଅନୁଭୂତି ଥିଲା। ସେ ଜଣେ ଭଲ ଘର ମାଲିକ ହେବେ। ତେଣୁ ସେ ନିଜର ଘର ଭଡ଼ାକୁ ଖୁବ୍ କମ୍ ରଖିଲେ, ଯେମିତି ଜଣେ ମଧ୍ୟବିତ୍ତ ପରିବାରର ଲୋକ ଘର ଭଡ଼ା ସହଜରେ ଦେଇପାରିବ ଆଉ ତାକୁ ବାଧିବ ନାହିଁ। ଏବଂ ଜଣେ ଭଲ ଘର ମାଲିକ ହେବା ଭାବରେ ସେ ନିଜର ଆଚରଣକୁ ମଧ୍ୟ ସଂଯତ ରଖିଲେ। ଆଖପାଖର ଘର ଭଡ଼ା ଯାହା ଥିଲା, ମୋ ସମ୍ପର୍କୀୟଙ୍କ ଘର ଭଡ଼ା ଥିଲା ତାର 1/4। କିନ୍ତୁ ସେ ବିସ୍ମିତ ହେଲେ ଯେ ତାଙ୍କର ଘର ଠିକ୍ ଭାବରେ ଭଡ଼ା ଲାଗିଲା ନାହିଁ। ଯେଉଁମାନେ ରହିଲେ ଅଳ୍ପ ଦିନ ପରେ ଘର ଖାଲି କରିଦେଇ ପଳାଉଥିଲେ। ମୋ ସମ୍ପର୍କୀୟ ପ୍ରଥମେ କିଛି ବୁଝିପାରିଲେ ନାହିଁ। ସେ ତ ଜଣେ ବହୁତ ଭଲ ମାଲିକର ବ୍ୟବହାର କରୁଛନ୍ତି, ଘର ଭଡ଼ା କମ୍ ରଖିଛନ୍ତି, ତଥାପି ତାଙ୍କ ଘରେ ଲୋକ ରହୁନାହାନ୍ତି କାହିଁକି? ପରେ ସେ କାରଣ ଅନୁସନ୍ଧାନ କରି ଜାଣିଲେ ଯେ ସେ ଅଞ୍ଚଳ ଯାକ ଗୁଜବ ରଟି ଯାଇଥିଲା ଯେ ତାଙ୍କ ଘରେ ଭୂତ ରହୁଛି। ତା ନହେଲେ କେଉଁ ଘର ମାଲିକ ଏତେ କମ୍ରେ ଭଡ଼ା ଦିଏ? ଏହା ସତ ଯେ ଗୁଜବ ରଟନାକାରୀ ଥିଲେ ଆଖପାଖର ଘର ମାଲିକମାନେ। କିନ୍ତୁ ବିଡ଼ମ୍ବନା ହେଲା ଭଡ଼ାଟିଆମାନେ ତାକୁ ବିଶ୍ୱାସ କରୁଥିଲେ। କାରଣ ଭଡ଼ାଟିଆର ଭଲ ହେବା ପାଇଁ ନିଜେ କ୍ଷତି ସହିବା ଭଳି ଘର ମାଲିକ ଆଜିକାଲି ଯୁଗରେ ଯେ ସମ୍ଭବ ତାହା ଭଡ଼ାଟିଆମାନେ ବିଶ୍ୱାସ କରିପାରୁନଥିଲେ। ଶ୍ରୋତା ବନ୍ଧୁ, ଗପଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆମର ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।